ବର୍ତ୍ତମାନ ଆଧୁନିକ ଯୁଗରେ ଯୁବକ ଯୁବତୀମାନେ କେବଳ କ୍ରିକେଟ, ଫୁଟବଲ, ଟେନିସ୍ ଆଦିକୁ ପ୍ରାଧାନ୍ୟ ନ ଦେଇ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ପ୍ରତି ଯଥେଷ୍ଟ ଆଗ୍ରହୀ ଏବଂ ଆମ ଅଞ୍ଚଳର ଅନେକ ଯୁବକ ଏହି ଭାରୋତ୍ତୋଳନ ଏବଂ ଶକ୍ତି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଛନ୍ତି। ସେହିଭଳି କୋରାପୁଟ ଜିଲ୍ଲାର କୋରାପୁଟ ସହରର ପାୱାର ଲିଫ୍ଟର ବୈବ କୁମାର ତାଣ୍ଡି ଗୋଆ ଭଳି ରାଜ୍ୟ ଏବଂ ବିଭିନ୍ନ ଅନ୍ତର୍ଜାତୀୟ କ୍ଷେତ୍ରରେ ପାୱାର ଲିଫ୍ଟିଂ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଆସନ୍ତୁ ତାଙ୍କଠାରୁ ଜାଣିବା ତାଙ୍କର ଏହି ଜୟଯାତ୍ରା ସମ୍ପର୍କରେ। ସାର୍ ନମସ୍କାର। ନମସ୍ତେ। ମାସିକ କ୍ରୀଡ଼ା ପତ୍ରିକାର କାର୍ଯ୍ୟକ୍ରମ ଖେଳ ଓ ଖେଳାଳିକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଧନ୍ୟବାଦ ମ୍ୟାଡାମ। ସାର୍ ପ୍ରଥମେ ଆପଣଙ୍କର ପରିଚୟ ଦେବେ। ମୋ ନାମ ବୈବ କୁମାର ତାଣ୍ଡି। ମୁଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଟେ। କୋରାପୁଟ ମତେଙ୍ଗା ମନ୍ଦିର ପାଖରେ ମୋର ଘର ଅଛି। ସାର୍ ଆପଣ ବର୍ତ୍ତମାନ ଅବସର ନେବା ପରେ କଣ କରନ୍ତି? ମୁଁ ଅଗଷ୍ଟ 2023ରେ ସରକାରୀ ଚାକିରିରୁ ଅବସର ନେଲି। ଚାକିରି କରୁଥିବା ସମୟରେ ମୋର ଫ୍ୟାମିଲି ପ୍ରତି ବିଶେଷ ଦୃଷ୍ଟି ଦେଇପାରି ନଥିଲି। ଅବସର ପରେ ମୋତେ ଯଥେଷ୍ଟ ସମୟ ମୋ ଫ୍ୟାମିଲି ସହିତ ବିତାଇବାରେ ମିଳିଛି। ଅବସର ପରେ ଅନ୍ୟ କୌଣସି କାର୍ଯ୍ୟ କରି ରୋଜଗାର କରିବାର ମୋର କୌଣସି ଲକ୍ଷ୍ୟ ନାହିଁ। ପିଲାଦିନେ ଯେତେବେଳେ ଆପଣ ପଢୁଥିଲେ ବିଦ୍ୟାଳୟରେ, ତ ସେତେବେଳଠୁ ଖେଳାଖେଳି ପ୍ରତି ଆପଣଙ୍କର ମନ କେମିତି ଥିଲା? ସ୍କୁଲରେ ପାଠ ପଢୁଥିବା ସମୟରୁ ହିଁ ମୋର ଖେଳ ପ୍ରତି ଆଗ୍ରହ ଅଛି। କଲେଜ ପଢିବା ସମୟରେ ମୁଁ ଫୁଟବଲରେ ୟୁନିଭର୍ସିଟି ଖେଳିଛି। ହକି ବି ଭଲ ଖେଳୁଥିଲି। କଲେଜ ଚମ୍ପିଆନ ମଧ୍ୟ ହେଇଛି। ସମୟ ସମୟ କରାଟେ, ବକ୍ସିଂ ମଧ୍ୟ ପ୍ରାକ୍ଟିସ କରୁଥିଲି। 1953 ମସିହାରେ ମୁଁ ଗୁପ୍ତେଶ୍ୱର ହାଇସ୍କୁଲରେ ସହକାରୀ ଶିକ୍ଷକ ରୂପେ ନିଯୁକ୍ତି ହେଲି। ସେଠାରେ ଖେଳିବାର ବା ସ୍ପୋର୍ଟସର କୌଣସି ସୁବିଧା ନଥିଲା। 10 ବର୍ଷ ସେଠାରେ ରହିବା ପରେ ଜୟପୁର ନିକଟସ୍ଥ ବାମୁଣୀପୁରକୁ ଟ୍ରାନ୍ସଫର ହେଲି। ସେଠାରେ ମଧ୍ୟ କୌଣସି ସୁବିଧା ନଥିଲା। ସେଠାରେ 7 ବର୍ଷ ପରେ କୁନ୍ଦରା ହାଇସ୍କୁଲକୁ ଟ୍ରାନ୍ସଫର ହେଲି। ତାର 6 ବର୍ଷ ପରେ ମାଥିଲି ସ୍କୁଲକୁ ଟ୍ରାନ୍ସଫର ହେଲି। ସେଠାରେ ମୋତେ ଏକ୍ସରସାଇଜ କରିବାର କୌଣସି ସୁବିଧା ନଥିଲା। ତେଣୁ ସେଠାରେ ଏକ୍ସରସାଇଜ କରିବାର ଆଗ୍ରହ ଥିବା ଏବଂ ରୋହିତ କୁମାର ମାଝୀଙ୍କ ସହ ଆଲୋଚନା କରି ଗୋଟିଏ ପାୱାର ଲୁମ୍ ସେଟ୍ ଭୁବନେଶ୍ୱରରୁ ଆଣିବାର ବ୍ୟବସ୍ଥା କଲି। ପରବର୍ତ୍ତୀ ସମୟରେ ତ୍ରିଲୋଚନ ମିଶ୍ର, ମାଣ୍ଡି ସାର୍ ଏକ୍ସରସାଇଜ କରିବା ପାଇଁ ଆସିଥିଲେ। କମନୱେଲ୍ଥ ଇଣ୍ଟରନ୍ୟାସନାଲ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ମୁଁ ପାଇବାରେ ଏହି 3 ଜଣଙ୍କର ମଧ୍ୟ ସହଯୋଗ ରହିଛି। ଏଣୁ ଏହି 3 ଜଣଙ୍କୁ ମୋର ଅଶେଷ ଧନ୍ୟବାଦ। 2019 ପାଣ୍ଡାମିକ କୋଭିଡରେ ଆକ୍ରାନ୍ତ ହେଲି ଏବଂ କିଛି ଦିନରେ ଭଲ ହୋଇଗଲି, କିନ୍ତୁ ଦୁର୍ବଳ ହୋଇପଡ଼ିଲି। ନିଜକୁ ଠିକ କରିବା ପାଇଁ ପୁଣି ଥରେ ଏକ୍ସରସାଇଜ ଆରମ୍ଭ କଲି ଏବଂ ଖାଦ୍ୟ ପ୍ରତି ଧ୍ୟାନ ଦେଲି। ଶନିବାର ଦିନ ସ୍କୁଲ ଛୁଟି ହେଲେ ମାଟିଠାରୁ 75 କିଲୋମିଟର କୋରାପୁଟ ଆସି ମ୍ୟୁନିସିପାଲିଟି ଜିମ୍ରେ ଏକ୍ସରସାଇଜ କରୁଥିଲି। ରବିବାର ଦିନ ଜିମ୍ ବନ୍ଦ ଥିବାରୁ ମହାବୀର ଜିମ୍ର ପ୍ରଶିକ୍ଷକ ଡାଲୁ ଖେଲଙ୍କୁ ଅନୁରୋଧ କରିଥିଲେ। ଛୁଟି ଥିବା ସତ୍ତ୍ୱେ ସେ ମୋତେ ତାଙ୍କ ଜିମ୍ର ଚାବି ଦେଉଥିଲେ। ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଦିନକର ଘଟଣା, ମ୍ୟୁନିସିପାଲିଟି ଜିମ୍ରେ ନ୍ୟାସନାଲ ଚମ୍ପିଆନ ସତ୍ୟ ପାଣିଙ୍କର ପୋଷ୍ଟର ଜିମ୍ରେ ଲଗାଇବା ପାଇଁ ଆଲୋଚନା କରାଗଲା। ମୁଁ ମଧ୍ୟ ମୋର ପୋଷ୍ଟର ଲଗାଇବା ପାଇଁ ଜିମ୍ର ସେକ୍ରେଟାରୀ ଭବାନୀ ମିଶ୍ରଙ୍କୁ କହିଲି। ତାଙ୍କର ଅନୁମତି ନେଇ ମୋର ଗୋଟିଏ ପୋଷ୍ଟର ଜିମ୍ ଭିତରେ ଲଗାଗଲା। କିନ୍ତୁ କେତେଜଣ ଜିମ୍ ମେମ୍ବର ମୋ ପୋଷ୍ଟରକୁ ନେଇ ଅଭିଯୋଗ କରି ବାହାର କରିଦେଲେ। ସେଇଦିନଠାରୁ ଭାବିଲି ମୁଁ ମୋର ପୋଷ୍ଟର ମ୍ୟୁନିସିପାଲିଟି ଜିମ୍ରେ ନ୍ୟାସନାଲ ଗୋଲ୍ଡ ମେଡାଲିଷ୍ଟ ହୋଇ ନିଶ୍ଚୟ ଲଗାଇବି। ସେଇଦିନଠାରୁ ଆରମ୍ଭ ହେଲା ମୋର ନ୍ୟାସନାଲ ଗୋଲ୍ଡ ମେଡାଲ ପାଇବାର ଅଭିଯାନ। ପ୍ରତିବର୍ଷ ଭଳି 2023ରେ ରାଜ୍ୟସ୍ତରୀୟ ବେଞ୍ଚ ପ୍ରେସ୍ କମ୍ପିଟିସନ ହେବ ବୋଲି ଘୋଷଣା କରାଗଲା। ଜିମ୍ର ଜଣେ ମୋର ଶୁଭକାଂକ୍ଷୀ ଏହି ପ୍ରତିଯୋଗିତାରେ ଭାଗ ନ ନେବା ପାଇଁ ମୋତେ ବୁଝାଇଲେ। ଜୟପୁର ଷ୍ଟାଡିୟମ ଜିମ୍ର ରାଜ୍ୟସ୍ତରରେ ପାୱାର ଲିଫ୍ଟିଂର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରୀକାନ୍ତ ଭାଇଙ୍କ ପାଖକୁ ଯାଇ ଷ୍ଟେଟ୍ ବେଞ୍ଚ ପ୍ରେସ୍ କମ୍ପିଟିସନରେ ଭାଗ ନେବା ବିଷୟରେ ଆଲୋଚନା କରିଥିଲେ। ସେ ମୋତେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପରାମର୍ଶ ଦେଇଥିଲେ। ମୁଁ ପ୍ରତିଯୋଗିତାରେ ଭାଗ ନେବି କି ନାହିଁ ଭାବି ଭାବି ନାମ ରେଜିଷ୍ଟର କରିବାର ସମୟ ଚାଲିଯାଇଥିଲା। ଜି ସଞ୍ଜୀବ କୁମାର ଓ ଜେରମ ତୁରୁ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ହୃଦୟର ସହିତ ମୋତେ ସାହାଯ୍ୟ କରିଥିଲେ ଏବଂ ମୁଁ ଏହି ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଷ୍ଟେଟ୍ ଗୋଲ୍ଡ ମେଡାଲିଷ୍ଟ ହୋଇ ନ୍ୟାସନାଲ ଖେଳିବାର ସୁଯୋଗ ପାଇଲି। ଏଣୁ ଏହି 2 ଭାଇ ଜେରମ ଏବଂ ସଞ୍ଜୀବଙ୍କୁ ମୋ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ତ ସାର୍ ଆପଣ ଯେତେବେଳେ ଏ ଯୋଉ ଆପଣଙ୍କର ଲକ୍ଷ୍ୟକୁ ସ୍ଥିର କରିନେଲେ ଯେ ଆପଣ ଇଣ୍ଟରନ୍ୟାସନାଲ ଲେଭେଲରେ ଯାଇକି ଆପଣ ଗୋଟେ ନିଜର ପରିଚୟ ସୃଷ୍ଟି କରିବେ, ତ ଏଇଥିପାଇଁ ଆପଣ ଦିନରେ କେତେ ସମୟ ପରିଶ୍ରମ କରୁଥିଲେ ଆଉ କେମିତି ଆପଣଙ୍କର ଖାଦ୍ୟପେୟ ରୁଟିନ କଣ ଥିଲା ସାର୍? ମୁଁ ଜଣେ ଭେଜିଟେରିଆନ ଅଟେ। ଆମିଷ ଖାଏ ନାହିଁ। ପ୍ରତିଦିନ ହାଫ ଲିଟର କ୍ଷୀର ପିଏ। ସକାଳେ ଟିଫିନରେ କୋଳଥ ସିଝା ଖାଏ। ବୁଟ ମୁଗ ପାଣିରେ ଭିଜାଇ ତା ସହିତ ଗୁଡ଼ ମିଶାଇ ଏକ୍ସରସାଇଜ ପରେ ଖାଏ। ସକାଳେ ଓ ସନ୍ଧ୍ୟାରେ ଏକ୍ସରସାଇଜ କରେ।
କିଛି ଚେରମୂଳ ଯେପରିକି ଅଶ୍ୱଗନ୍ଧା, ବାଇରଙ୍କ, କୋଇଲିଖିଆ, ତାଳମଳି, ଶତାବରୀ ଇତ୍ୟାଦି ସମ ପରିମାଣରେ କିଣି ଆଣି ଗୁଣ୍ଡ କରି ଅଳ୍ପ ଉଷ୍ମ ପାଣି କିମ୍ବା ଅଳ୍ପ ଉଷୁମ କ୍ଷୀରରେ 1 ଚାମଚ ଗୁଣ୍ଡ ପକାଇ ଖାଇକି ଏକ୍ସରସାଇଜ କରିବାକୁ ଚାହେଁ। ଦିନରେ ଅତି କମରେ 2 ଘଣ୍ଟା ଏକ୍ସରସାଇଜ କରେ। ବାହାରେ ବୁଲୁଥିବା ସମୟରେ ଭୋକ ଲାଗିଲେ ଟିଫିନ ନ ଖାଇ ତା ବାବଦରେ କଦଳୀ, ଏପୁଲ ବା ଅଙ୍ଗୁର କିଣି ଖାଏ। ମୋର କୌଣସି ଖରାପ ଅଭ୍ୟାସ ନାହିଁ। ତ ସାର୍ ଆପଣ ଯେହେତୁ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କର ପ୍ରତ୍ୟେକ ଜିନିଷରେ ଆପଣ ଆପଣଙ୍କର ଶରୀରର ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରନ୍ତି, ଆଉ ଯେମିତି ଆପଣ ନିଜକୁ ଫିଟ୍ ରଖିବେ ସେ ବିଷୟରେ ଧ୍ୟାନ ଦିଅନ୍ତି। ତ ଆପଣ ଯେବେଠାରୁ ଏଇ ସ୍ପୋର୍ଟସ ଦିଗରେ ଗଲେଣି ତ କୋଉ କୋଉ ସ୍ଥାନରେ ଆପଣ ପୁରସ୍କୃତ ହେଇଛନ୍ତି ସାର୍? ମୁଁ ଯେତେବେଳେ ଜିମ୍ରେ ଏକ୍ସରସାଇଜ କରୁଥିଲି ସେହି ସମୟରେ କିପରି ମୁଁ ଷ୍ଟେଟ୍ ଖେଳିବି ସେଥିପ୍ରତି ମୁଁ ଧ୍ୟାନ ଦେଇଥିଲି। ଷ୍ଟେଟ୍ରେ ପାଇବା ପରେ ମୁଁ କର୍ଣ୍ଣାଟକ ବେଙ୍ଗଲୋରରେ 22/11/2023 ରୁ 26/11/2023 ନ୍ୟାସନାଲ ପାୱାର ଲିଫ୍ଟିଂ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ ମାଷ୍ଟର 370 ପ୍ରୋ ଗ୍ରୁପରେ ନୂତନ ରେକର୍ଡ କରିବା ସହ ବେଷ୍ଟ ଲିଫ୍ଟର ଇଣ୍ଡିଆ ଆଖ୍ୟା ପାଇଥିଲି। ଏହି ସଫଳତାରେ ମୁଁ ଏବଂ ମୋ ପରିବାରର ସମସ୍ତ ବିଶେଷ ଆନନ୍ଦିତ ହେଇଥିଲେ। ଗତ 21/7/2024 ରୁ 26/7/2024 ମଧ୍ୟପ୍ରଦେଶର ଇନ୍ଦୋର ଠାରେ ନ୍ୟାସନାଲ ମାଷ୍ଟର ପାୱାର ଲିଫ୍ଟିଂ ଚାମ୍ପିୟନସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋତେ ରାଜ୍ୟ ସ୍ତରରୁ ଓଭରଅଲରେ ଖେଳିବାକୁ ସୁଯୋଗ ମିଳିଥିଲା। ଏହି ପ୍ରତିଯୋଗିତାରେ ବେଞ୍ଚ ପ୍ରେସରେ ମାଷ୍ଟର 2 ଏବଂ ମାଷ୍ଟର 3 ର ରେକର୍ଡ ବ୍ରେକ୍ କରି ନୂତନ ରେକର୍ଡ ସୃଷ୍ଟି କରିଥିଲେ ଓ ଗୋଲ୍ଡ ମେଡାଲିଷ୍ଟ ହୋଇଥିଲେ। ଆମେରିକାର ୱାର୍ଲଡ ବେଞ୍ଚ ପ୍ରେସ୍ କମ୍ପିଟିସନ ଯିବା ପାଇଁ ଚେଷ୍ଟା କରି ବିଫଳତା ହୋଇଥିଲେ, କାରଣ ଠିକ ସମୟରେ ମୁଁ ପାସପୋର୍ଟ କରିପାରିନଥିଲି। 4/10/2024 ରୁ 8/10/2024 ଆଫ୍ରିକାର ସନ ସିଟିରେ କମନୱେଲ୍ଥ ଇଣ୍ଟରନ୍ୟାସନାଲ ପାୱାର ଲିଫ୍ଟିଂ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲିଷ୍ଟ ହୋଇଥିଲେ, ଯାହାକି ମୋ ଜିଲ୍ଲା କୋରାପୁଟ ପାଇଁ, ମୋର ରାଜ୍ୟ ଓଡ଼ିଶା ପାଇଁ ଏବଂ ମୋ ଦେଶ ଭାରତ ପାଇଁ ଗୌରବ ବିଷୟ ଅଟେ। ସେଠାରୁ ଫେରି ଗୋଆଠାରେ ତାରିଖ 14/10/24 ରୁ 18/10/2024 ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ବେଞ୍ଚ ପ୍ରେସ୍ ପ୍ରତିଯୋଗିତାରେ ଭାଗ ନେଇ ଇକୋପରେ ଗୋଲ୍ଡ ମେଡାଲ ଏବଂ କ୍ଲାସିକରେ ଗୋଲ୍ଡ ମେଡାଲ ସହିତ ବେଷ୍ଟ ଲିଫ୍ଟର ଆଖ୍ୟା ପାଇଥିଲେ। ଆପଣ ଯେତେବେଳେ ଏଇ ଖେଳା ଖେଳି ପାଇଁ ଘରୁ ବାହାରିକି ବହୁତ ଦିନ ଆପଣଙ୍କୁ ବାହାରେ ରହିବାକୁ ପଡୁଥିଲା, ତ ଆପଣଙ୍କର ପରିବାର ଆପଣଙ୍କୁ କେତେ ସପୋର୍ଟ କରୁଥିଲେ ସାର୍? ମୋର ସହଧର୍ମିଣୀ ସଂଯୁକ୍ତାଙ୍କ ପ୍ରେରଣା ମୋତେ ଅନେକ କାମରେ ସଫଳତା ପାଇବାରେ ସାହାଯ୍ୟ କରିଛି। ମୁଁ ଯଦି ଅଳସୁଆ ହୋଇ ଏକ୍ସରସାଇଜ କରିବାକୁ ନ ଯାଏ ତେବେ ସେ ମୋତେ କହନ୍ତି, ଆଜି ଏକ୍ସରସାଇଜ କରିବାକୁ ଯିବନି କି? ମୋର ସେଦିନ ଇଚ୍ଛା ନଥିଲେ ମଧ୍ୟ ତାଙ୍କ କଥା ଶୁଣି ଜିମ୍କୁ ଚାଲିଯାଏ। ସେ ମୋର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ମଧ୍ୟ ଉଚିତ ପରାମର୍ଶ ଦିଅନ୍ତି। ତେଣୁ ସେ ମଧ୍ୟ ଆଜିର ଏହି ସଫଳତାରେ ସୌଭାଗିନୀ। ଏବଂ ମୋର ସହଯୋଗୀ ସମରେନ୍ଦ୍ର ବେହେରା, ସଞ୍ଜୟ ହରପାଲ, ସତ୍ୟ ପାଣି, ବାବୁଲା ସାମଲ, ଭବାନୀ ମିଶ୍ର, ଶକ୍ତି ପଣ୍ଡା ଏବଂ ଆହୁରି ଅନେକ ନିୟମିତ ଅଭ୍ୟାସ ଏବଂ ମୋର ସହଧର୍ମୀ ସୈନ୍ୟଙ୍କ ପ୍ରେରଣା ଦ୍ୱାରା ଆଜି ଏହିପରି ଅନ୍ତର୍ଜାତୀୟ କମନୱେଲ୍ଥ ପାୱାର ଲିଫ୍ଟିଂ ଚାମ୍ପିୟନସିପରେ ଭାଗ ନେଇ ଗୋଲ୍ଡ ମେଡାଲ ପାଇବାର ସଫଳତା ଅର୍ଜନ କରିଛି। ସାର୍ ବର୍ତ୍ତମାନ ତ ଆପଣ ଇଣ୍ଟରନ୍ୟାସନାଲ ଲେଭେଲରେ ଗୋଲ୍ଡ ମେଡାଲ ପାଇସାରିଲେଣି, ତ ଆଗକୁ ଆଉ ଆପଣଙ୍କୁ କଣ ଖେଳିବାକୁ ଆଉ କୋଉ ଦିଗରେ ସଫଳତା ଅର୍ଜନ କରିବାକୁ ଇଚ୍ଛା ଅଛି ସାର୍? କମନୱେଲ୍ଥ ପାୱାର ଲିଫ୍ଟିଂ ଚାମ୍ପିୟନସିପ୍ ବେଞ୍ଚ ପ୍ରେସ୍ରେ ଗୋଲ୍ଡ ମେଡାଲ ପାଇବା ପରେ ମୁଁ ୱାର୍ଲଡ ପାୱାର ଲିଫ୍ଟିଂ ଫେଡେରେସନ ଚାମ୍ପିୟନସିପ୍ରେ ଭାଗ ନେବା ପାଇଁ ଇଚ୍ଛା କରିଛି। ମୋର କୌଣସି କୋଚ୍ ନାହାନ୍ତି, ଫିଜିସିଆନ୍ ନାହାନ୍ତି, କୌଣସି ସ୍ପେଶାଲ ଡାଏଟ୍ ନାହିଁ, କୌଣସି ସ୍ପନ୍ସରସିପ୍ ବି ନାହିଁ। ତେଣୁ ମୋତେ କଠୋର ପରିଶ୍ରମ କରିବାକୁ ପଡ଼ିବ। ୱାର୍ଲଡ ପାୱାର ଲିଫ୍ଟିଂ ଫେଡେରେସନ ଚାମ୍ପିୟନସିପ୍ରେ ନିଶ୍ଚିତ ରୂପେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ବିଜେତା ହେବି ବୋଲି ଆଶା କରୁଛି। ତ ସାର୍ ଆପଣଙ୍କ ପରିବାରରେ କିଏ କିଏ ରୁହନ୍ତି, ଆଉ ପରିବାରର ଅନ୍ୟ କୌଣସି ସଦସ୍ୟ ଆପଣଙ୍କର ଏଇ ଖେଳ ଦିଗରେ ଯିବାକୁ ଇଚ୍ଛା କରିଛନ୍ତି କି? ନା, ମୋର ପିଲାମାନେ ଏଇ ଲାଇନରେ ନାହାନ୍ତି, ସେମାନଙ୍କ ରୁଚି ବି ଏଇ ଲାଇନରେ ନାହିଁ। ମୁଁ ମଧ୍ୟ ସେମାନଙ୍କୁ ଏଇ ଲାଇନରେ ଆସିବାକୁ କେବେ ମଧ୍ୟ ବାଧ୍ୟ କରିନାହିଁ। ତ ଆପଣଙ୍କର ଇଚ୍ଛା କେବେ ଥିଲା ଯେ ମୁଁ ତ ଯୋଉ ଜିନିଷ ପାଇନି ମୋ ପରିବାରର କିମ୍ବା ମୋ ପିଲା ଛୁଆ କେବେ ପାଆନ୍ତୁ, କେବେ ସଫଳ ହୁଅନ୍ତୁ, ଏମିତି କିଛି କହିଛନ୍ତି କି? ସେମାନଙ୍କୁ ମୋର ଗୋଟିଏ କହିବାର କଥା ହେଲା, ତୁମମାନଙ୍କର ଯେଉଁ ଦିଗରେ ରୁଚି ରହିଛି ସେଇ ଦିଗକୁ ଆଗେଇ ଚାଲ। ସେଥିପାଇଁ ମୁଁ କେବେ ମଧ୍ୟ ବାଧ୍ୟ କରିବି ନାହିଁ। ତ ସାର୍ ଆପଣଙ୍କର ଏଇ ଯୋଉ ଖେଳ ଦିଗରେ ଅଛନ୍ତି ତା ସହିତ ଆପଣ କଣ କଣ ରୁଚି ରଖନ୍ତି ସାର୍? ତ ମୋର ପାୱାର ଲିଫ୍ଟିଂ ଛଡା ବିଭିନ୍ନ ପ୍ରକାର ଧର୍ମ ପୁସ୍ତକ ପଢିବା, ଧ୍ୟାନ କରିବା, ମନ୍ତ୍ର ଜପିବା, ପୂଜା ପାଠ କରିବା, ବିଭିନ୍ନ ଧର୍ମସ୍ଥଳକୁ ଯାଇ ଦର୍ଶନ କରିବା ଇତ୍ୟାଦିରେ ରୁଚି ରହିଛି। ତ ଆପଣ ଖେଳିବା ଦିଗ ସହିତ ସାର୍ ଆପଣ ପରିବାରକୁ କେମିତି ସମୟ ଦିଅନ୍ତି? ଅବସର ପ୍ରାପ୍ତ ପରେ ମତେ ଯଥେଷ୍ଟ ସମୟ ମିଳିଛି, ତେଣୁ ମୁଁ ମୋ ପରିବାର ସହିତ ସମୟ ବିତାଏ। ପିଲାମାନେ ସମସ୍ତେ ବଡ ହେଇଗଲେଣି,
ଆଉ ସେମାନଙ୍କ ସହିତ ମଧ୍ୟ ମୁଁ ସାଙ୍ଗ ଭଳି ବ୍ୟବହାର କରେ। ସାର୍ ଗୋଟେ ଜିନିଷ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହିଁବି, ଯେହେତୁ ଆମ ଜୟପୁର ମାନେ କୋରାପୁଟ ଜିଲ୍ଲା ହେଉଛି ଆଦିବାସୀ ଜିଲ୍ଲା କହିଲେ ଚଳିବ, ତ ଏଠି କୋଉ ପ୍ରକାର ପ୍ଲାଟଫର୍ମ ତିଆରି କଲେ ଅନେକ ଖେଳାଳି ଆଗକୁ ବାହାରି ପାରିବେ? ସରକାର ତ ବହୁତ କିଛି ସୁଯୋଗ ଦେଇଛନ୍ତି ଏଇ ସ୍ପୋର୍ଟସ ଲାଇନରେ। ଏଥିପାଇଁ ବିଷ୍ଟ ସ୍ପୋର୍ଟସ ଅଫିସର ଜଣେ ନିଯୁକ୍ତି ପାଇଛନ୍ତି। ଯେଉଁମାନେ ଖେଳିବାରେ ଆଗ୍ରହ ସେମାନେ ଯଦି ସ୍ପୋର୍ଟସ ଅଫିସର ପାଖକୁ ଯିବେ ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ଖେଳିପାରିବେ। ଆମ କୋରାପୁଟରେ 7ଗୋଟି ଜିମ୍ ରହିଛି। ଏଇ 7ଟି ଜିମ୍ରେ ଅନେକ ପିଲା ଖେଳିବାକୁ ଆସନ୍ତି, କିନ୍ତୁ ସେମାନଙ୍କର ଗୋଟିଏ ଲକ୍ଷ୍ୟ ରହିଛି ଯେ ଅତି ଶୀଘ୍ର କିପରି ସେମାନେ ସଫଳତା ପାଇପାରିବେ। କିନ୍ତୁ ସଫଳତା ପାଇବା କଷ୍ଟକର ବିଷୟ, ଏତେ ସୁବିଧା ନୁହେଁ। ଆଉ ଆମ କୋରାପୁଟ ଭଳି ଜାଗାରେ ବହୁତ ଗାଁ ରହିଛି। ଏଇ ଗାଁର ପିଲାମାନେ କୋରାପୁଟକୁ ଆସିକି ଏକ୍ସରସାଇଜ କରିବା ସମ୍ଭବ ନୁହେଁ। ତେଣୁ ଗାଁ ମଧ୍ୟରେ ଯଦି ସରକାର କିଛି ଜିମ୍ ବା ଖେଳିବାର ବ୍ୟବସ୍ଥା କରିଦିଅନ୍ତେ ତାହେଲେ ବହୁତ କିଛି ଭଲ ହୁଅନ୍ତା ଏବଂ ଆମର ଏଇ ଆଦିବାସୀ ଅଞ୍ଚଳର ପିଲାମାନେ ଆଗକୁ ବଢିବାର ସୁଯୋଗ ପାଆନ୍ତେ। ଆମ ଶରୀର ପାଇଁ ଏଇ ଯୋଉ ୱେଟ ଲିଫ୍ଟିଂ ହଉ କି ଏକ୍ସରସାଇଜ ହଉ କି ଖେଳିବା ହଉ ଅତି ଆବଶ୍ୟକ କାହିଁକି? ଶରୀରକୁ ସୁସ୍ଥ ରଖିବା ପାଇଁ ନିଶ୍ଚିନ୍ତ ଭାବରେ ଏକ୍ସରସାଇଜ କରିବାର ଆବଶ୍ୟକ ରହିଛି କିମ୍ବା ଖେଳିବାର ଆବଶ୍ୟକ ରହିଛି। ଯଦି ଆମେ ଠିକ ଭାବରେ ଖେଳିବା ନାହିଁ ବା ଆମର ରକ୍ତ ଠିକ ଭାବରେ ଚଳପ୍ରଚଳ ହେବ ନାହିଁ ତାହେଲେ ଆମେ ଅନେକ ରୋଗରେ ଗ୍ରସ୍ତ ହୋଇପଡ଼ିବା। ଆମକୁ ଅତି କମରେ କିଛି କଠିନ ପରିଶ୍ରମ କରିବାକୁ ପଡିବ, ଯାହାଫଳରେ ଦେହରୁ ଝାଳ ବାହାରିବ ଏବଂ ମୋ ଶରୀର ସୁସ୍ଥ ରହିବ। ସାର୍ ଏକ୍ସରସାଇଜ କରିବାର ପ୍ରକୃତ ସମୟ କୋଉଟା, ଯୋଉଟା କି ଲୋକମାନେ ପ୍ରାୟତଃ ସକାଳେ ସମୟ ନ ମିଳିଲେ ସନ୍ଧ୍ୟାରେ ବି କରନ୍ତି, ତ ଉପଯୁକ୍ତ ସମୟଟା କୋଉଟା? ଏକ୍ସରସାଇଜ କରିବା ଉପଯୁକ୍ତ ସମୟ ହେଉଛି ସକାଳ 5ଟା ଠାରୁ 8ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା 5ଟା ଠାରୁ 7ଟା ପର୍ଯ୍ୟନ୍ତ। ଏଇଟା ହେଉଛି ଏକ୍ସରସାଇଜ କରିବାର ପ୍ରକୃତ ସମୟ। କିନ୍ତୁ ଯେଉଁମାନେ କର୍ମରେ ବ୍ୟସ୍ତ ରହନ୍ତି ବା ବୟସ ଅନୁସାରେ ଉଠି ପାରନ୍ତି ନାହିଁ, ସେମାନେ ଯେତେବେଳେ ବି ଯାଇ ଏକ୍ସରସାଇଜ କରିପାରିବେ ଏବଂ ତାଙ୍କ ଶରୀରକୁ ସୁସ୍ଥ ରଖିପାରିବେ। ସାର୍ ଆପଣ ଏତେ ସବୁ ଦିନ ଭିତରେ ଆପଣଙ୍କର ସବୁଠାରୁ ଖୁସିର ମୁହୂର୍ତ୍ତ କଣ ଥିଲା ସାର୍? ମୋ ଜୀବନରେ ଅନେକ ଖୁସିର ସମୟ ଆସିଛି, ଯେପରିକି ପ୍ରତ୍ୟେକ ଶିକ୍ଷାଗତ ପରୀକ୍ଷାରେ ପାସ୍ ହେବା, ଖେଳରେ ସଫଳତା ପାଇବା, ଜୀବିକା ନିର୍ବାହ ପାଇଁ ଚାକିରି ପାଇବା, ସମସ୍ତ ପୁତ୍ର କନ୍ୟା ଜନ୍ମ ସମୟରେ, ବେଷ୍ଟ ଲିଫ୍ଟର ଅଫ୍ ଇଣ୍ଡିଆ ପାଇବା ସମୟରେ, ଇଣ୍ଟରନ୍ୟାସନାଲ ଗୋଲ୍ଡ ମେଡାଲିଷ୍ଟ ହେବା ସମୟରେ ଏବଂ ଆଫ୍ରିକାର ସନ୍ ସିଟି ଠାରେ ଆମ ଦେଶ ଭାରତର ଜାତୀୟ ସଙ୍ଗୀତ ଧୁନ ବାଜିବା ଇତ୍ୟାଦି ଅନେକ ଖୁସିର ସମୟ ଆସିଛି। ସମୟ ଓ ବୟସକୁ ନେଇ ସେହି ସବୁ ଖୁସିର ବିଷୟ ଅବର୍ଣ୍ଣନୀୟ। ତ ଆପଣ ଆମ ଦେଶର ବାସୀ ହିସାବରେ ସାର୍ ଯେତେବେଳେ ବାହାରେ ଯାଇକି ଖେଳନ୍ତି କେମିତି ଅନୁଭବ କରନ୍ତି ସାର୍? ଅନ୍ୟ ଦେଶରେ ଆଉ ଆମ ଦେଶରେ କଣ ଫରକ ଆପଣଙ୍କୁ ଜଣା ପଡେ? ମୁଁ ଯେତେବେଳେ ସାଉଥ ଆଫ୍ରିକା ଖେଳିବାକୁ ଗଲି, ସେଠାରେ ସେମାନଙ୍କର ବେଶ ପରିଧାନ ଦେଖି କିଛି ପରିମାଣରେ ଆଶ୍ଚର୍ଯ୍ୟ ହେଇଗଲି। ମୁଁ ଭାବିଲି ସେମାନେ ମୋ ଠାରୁ ବହୁତ ଭଲ ଖେଳିବେ, କିନ୍ତୁ ଯେତେବେଳେ ମୁଁ ଖେଳିଲି ସେମାନଙ୍କ ସହିତ ମୁଁ ଜାଣିପାରିଲି ଯେ ଆମ ଭାରତୀୟ ମଧ୍ୟ କୌଣସି ଗୁଣରେ କାହାଠାରୁ କମ୍ ନୁହଁ ଏବଂ ମୁଁ ଖେଳି ସେଥିରେ ଗୋଲ୍ଡ ମେଡାଲ ପାଇ ପ୍ରଥମ ସ୍ଥାନ ଅଧିକାର କରି ବହୁତ ଖୁସି ହେଇଥିଲି ଏବଂ ବୁଝିପାରିଥିଲି ଯେ ଆମ ଭାରତରେ ଯଦି ଆଉ ଟିକେ ଚେଷ୍ଟା କରାଯାଏ ବା ଆଉ ଟିକେ ଅଧିକ ପରିମାଣରେ ସୁଯୋଗ ଦିଆଯାଏ ତାହେଲେ ଆମେ ଅଲିମ୍ପିକରେ ମଧ୍ୟ ଗୋଲ୍ଡ ମେଡାଲ ପାଇବାର ସୁଯୋଗ ପାଇପାରିବୁ। ତ ସାର୍ ଯେତେବେଳେ ଗୋଟେ ମାନେ ଆମ ଦେଶର ଜଣେ ସଦସ୍ୟ ଯେତେବେଳେ ବାହାରେ ଯାଇକି ୱିନର ହୁଅନ୍ତି ତ କେମିତି ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଏ ସାର୍? ମୁଁ ଯେତେବେଳେ ଟିଭିରେ ଦେଖୁଥିଲି ଯେତେବେଳେ ଆମ ଦେଶର କୌଣସି ଖେଳାଳି ଗୋଲ୍ଡ ମେଡାଲ ପାଏ ଆଉ ଖୁସି ହୁଏ ଆଉ ତା ପଛରେ ଜାତୀୟ ସଙ୍ଗୀତ ଧୁନ ବାଜେ, ତାହା ଦେଖି ମୁଁ ବହୁତ ଖୁସି ହଉଥିଲି। ଆଉ ମୁଁ ଯେତେବେଳେ ସେଠାରେ ପହଞ୍ଚିଲି ସେମାନେ ସମସ୍ତ ଖେଳାଳିଙ୍କୁ ଯେଭଳି ଭାବରେ ସମ୍ମାନ ଦିଅନ୍ତି ଠିକ ସେଇଭଳି ମତେ ମଧ୍ୟ ସମ୍ମାନ ଦେଇଥିଲେ ଏବଂ ମୁଁ ସେଇ ସମ୍ମାନରେ ଅତ୍ୟନ୍ତ ଆନନ୍ଦ ହେଇଥିଲି। ତ ଆପଣଙ୍କଠୁ ପ୍ରେରଣା ପାଇକି ବର୍ତ୍ତମାନ ଆପଣଙ୍କର କଥା ଆମ ସମସ୍ତ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍ତି, ତ ସେମାନଙ୍କୁ ଆପଣ କଣ ମତାମତ ଦେବେ ଯେ ବର୍ତ୍ତମାନର ଯୁବଗୋଷ୍ଠୀ ମାନେ ସମୟକୁ ସଦୁପଯୋଗ କରିବା ବଦଳରେ ସେମାନେ ସମୟକୁ ବର୍ବାଦ କରିବାରେ ଚାଲିଛନ୍ତି? ଟିକେ ସମୟ ମିଳିଲେ ସମସ୍ତ ଯୁବଗୋଷ୍ଠୀ ମୋବାଇଲରେ ବହୁତ ସମୟ ନଷ୍ଟ କରୁଛନ୍ତି, ତ ସେ ଦିଗରେ ଦେଖିବାକୁ ଗଲେ ସେମାନେ କଣ କଲେ ବା କେମିତି ହେଲେ ନିଜକୁ ନିଜେ କେବଳ ଖାଲି ଯେ କ୍ୟାରିୟର ତିଆରି କରିବା ତା ନୁହେଁ, ନିଜକୁ ନିଜେ କେମିତି ପ୍ରତିଷ୍ଠିତ କରିପାରିବେ
ଯେକୌଣସି ଦିଗରେ, ଯେମିତିକି ଆପଣ ଏବେ ଖେଳିବା ଦିଗରେ, ବେଞ୍ଚ ପ୍ରେସ୍ କିମ୍ବା ୱେଟ୍ ଲିଫ୍ଟିଂ, ଯେକୌଣସି ଗୋଟେ ଦିଗରେ ନେଇକି ନିଜ ସମୟଟାକୁ ସଦୁପଯୋଗ କରିକି କ୍ୟାରିୟର କେମିତି ତିଆରି କରିପାରିବେ, ଆପଣ ସେ ବିଷୟରେ ସେମାନଙ୍କୁ କିଛି ମେସେଜ ଦିଅନ୍ତୁ। ମୁଁ ଆଜିର ଯୁବପିଢିଙ୍କୁ କହିବାକୁ ଚାହେଁ, ଘଣ୍ଟାଏ ଏକ୍ସରସାଇଜ କରନ୍ତୁ, ଅନାବନା ଖାଦ୍ୟ ନ ଖାଇ ପୌଷ୍ଟିକ ଆହାର ଗ୍ରହଣ କରନ୍ତୁ, ରାତି 10ଟାରୁ 11ଟା ମଧ୍ୟରେ ଶୋଇବା ପାଇଁ ଶେଯକୁ ଯାଆନ୍ତୁ। ମୋବାଇଲ ଯୁଗ ହୋଇଥିବାରୁ ଯଥାସାଧ୍ୟ ମୋବାଇଲ ଦେଖିବା କମ କରନ୍ତୁ। ଘରର ପରିସ୍ଥିତିକୁ ଦେଖି ଉପଯୁକ୍ତ କାମ କରନ୍ତୁ। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଉପଯୁକ୍ତ ରାସ୍ତାରେ କଠୋର ପରିଶ୍ରମ କରନ୍ତୁ। କଠୋର ପରିଶ୍ରମ କଲେ ସଫଳତା ନିଜ ପାଦ ତଳକୁ ଆସିଯିବ। ଯାହା ପାଖରେ ଯେଉଁ ପ୍ରତିଭା ଅଧିକ ମାତ୍ରାରେ ଅଛି, ଯେପରିକି ବଡି ବିଲ୍ଡିଂ, ସୁଇମିଂ, ବକ୍ସିଂ, କୁସ୍ତି କରିବା, ସ୍ପୋର୍ଟସ ଇତ୍ୟାଦି ଅନେକ ଖେଳ ରହିଛି, ସେଥିରେ ନିୟମିତ ରୂପେ ଖେଳି ସଫଳତା ଅର୍ଜନ କରନ୍ତୁ। ସୁନ୍ଦର ଆକର୍ଷଣୀୟ ଶରୀର ଓ ଦୀର୍ଘାୟୁ ହେବା ପାଇଁ ଏକ୍ସରସାଇଜ ଏବଂ ଯୋଗ ପ୍ରାଣାୟାମର ନିହାତି ଆବଶ୍ୟକ। ଯେଉଁମାନେ ପାୱାର ଲିଫ୍ଟିଂରେ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି, ସେମାନେ ନ୍ୟାସନାଲ ରେକର୍ଡ ଉପରେ ଧ୍ୟାନ ରହିବା ଦରକାର। ନିଜର ବର୍ତ୍ତମାନର କ୍ୟାପାସିଟିକୁ ନେଇ କଣ କଲେ ସେହି ରେକର୍ଡ ପାଖରେ ପହଞ୍ଚି ହେବ, ପ୍ରଚଣ୍ଡ ଚେଷ୍ଟା କରିବାର ଆବଶ୍ୟକ ରହିଛି। ଦୃଢ ଇଚ୍ଛା ଶକ୍ତି ଥିଲେ ସମସ୍ତ ପରିବେଶ ଆପେ ଆପେ ସୃଷ୍ଟି ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ଏହା ଆମର ସମସ୍ତ ଖେଳପ୍ରେମୀ ଭାଇ ଭଉଣୀ ମାନଙ୍କୁ ସନ୍ଦେଶ। ସାର୍, ଆପଣଙ୍କର ଜୀବନ ଆଗକୁ ଆହୁରି ଏମିତି ସଫଳତା ଆଣିଦଉ। ଆଉ ଆପଣ ଆମ ଯେତେକ ଶ୍ରୋତା ବନ୍ଧୁ ଆପଣଙ୍କର ଏଇ କଥା ଶୁଣୁଛନ୍ତି, ସମସ୍ତଙ୍କ ତରଫରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଉଛି। ଆପଣ ଏମିତି ଆଗକୁ ଆହୁରି ସକ୍ସେସ ପାଆନ୍ତୁ। ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ସାର୍ ଆପଣଙ୍କୁ ଅନେକ ଅନେକ ଶୁଭକାମନା। ଆପଣଙ୍କର ଏଇ ମୂଲ୍ୟବାନ ସମୟ ଆମ ଜୟପୁର ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସାର୍, ଥ୍ୟାଙ୍କ ୟୁ ମ୍ୟାଡାମ, ନମସ୍କାର।